আস্তে আস্তে রহ রইথা দেখুছুটি আমি ভাত গাଳୁଛୁ ସକାଳୁ ସକାଳୁ ରୋଷେଇ ହେଉଛି ସକାଳୁ ଭାତ ଗଳା ହେଉଛି ଭାତ ଆଉ ଏଇନା କ'ଣ ରୋଷେଇ ହେବ ନା କ'ଣ ହେବ ଆଉ ତରକାରୀ ପତ୍ର କ'ଣ ହେବ ଓହୋ ଭାତ ହେଇଗଲା ଆଉ ତରକାରୀ ସଜ ଭାତ ଯୋଡ଼େ ଦରକାର ନାହିଁ ହଁ ଯାଇଥିଲୁ ଜଳଖିଆ ଖାଇକି ବହୁତ ଜୋରରେ ଥଣ୍ଡା ହେଇଛି ମୋତେ ଥଣ୍ଡା ପ୍ରବଳ ଥଣ୍ଡା ଟିକେ ମେଡ଼ିସିନ ପିଇ ଯାହାର ନହେଲେ ଆଉ ଭାତ ଖାଇବ କେମିତି ରୁଟି ଖାଇଦେବୁ ନହେଲେ ନା ରୁଟି ଭଲ ନୁହଁ ସକାଳେ ଯେଉଁ ଚୁନା ଖାଇକି ଯାଇଥିଲୁ ସେଇ ଛତୁଆ ଖାଇଦେନା ନା ନା ଆଉ ଭାତ ସେ ଭାତ ଦେଖନ୍ତୁ ସମସ୍ତେ ଆୟୁଷ ବାଲା ଗୋଟେ କଙ୍କଡ଼ା ଆଣିକି ଆସିକି ଏଠି କେମିତି ଧରିକି ବସିଛି କେମିତି ପାଣି ଜମା କରିଦେଇଛି ତା ଭିତରେ ପାଣି ରଖିଦେଇକି ତା ଦେହରେ କଙ୍କଡ଼ା ରଖିକି କେମିତି ଖେଳୁଛି ଦେଖ ସମସ୍ତେ ଦେଖ କହୁଛି ନା ସମସ୍ତଙ୍କୁ ଦେଖାନି ଦେଖାନି ହେଲା କଙ୍କଡ଼ା ଦେଖ ଭଗବାନ କେଡ଼େ ବଡ଼ କଙ୍କଡ଼ା ସେ ହେଇଛି ସେ କେତେ ବଡ଼ ପାଟି ଖୋଲୁଛି ସିଏ ହେଲା ଆଡ଼ିକି ଆଣିଲି ତ ଉପରକୁ ଆଇଲୁ ଗୋଟେ ଦେଖିଲୁ ଠିଆ ହେଉନୁ ଭଗବାନ ସେ କେଡ଼େ ବଡ଼ କଙ୍କଡ଼ା ଦେଖନ୍ତୁ ସେ କେଡ଼େ ବଡ଼ ଆଁ କରୁଛି ଲୋ ପାଟି ଖୋଲୁଛି କେମିତି ଛକର ଗୋଟେ ମାଛ ବିକି ଆସିଛନ୍ତି ସେ ମାଛ ବିକୁଛନ୍ତି ଆଣିକି ଏଇ ଦେଶୀ ଚୁନା ମାଛ ସିଏ କ'ଣ କରିଛି ନା ତାଙ୍କଠୁ ଯାଇକି ଆଣିକି ଆସିଛି କଙ୍କଡ଼ାଟେ ଧରିବୁନି ତାକୁ କାମୁଡ଼ି ଦେବ ମାନେ ପାଟି ଏମିତି ଖୋଲୁଛି ମାନେ କାମୁଡ଼ି ଦେବ କାହିଁକିନି କଙ୍କଡ଼ା ମାନେ କାମୁଡ଼ି ଦେବ ମାନେ ନିଖଣ୍ଡ କରିଦେବ ପୁରା ଆଙ୍ଗୁଠି କେମିତି କଙ୍କଡ଼ା ଧରିକି ନେଇକି ଆସିଛି କୋଉଠି ଯାଇକିରି ତମେ ଆଜି ଯାଇଥିଲ କାଲି କୁଣିଆ ଘର ଆଜି ଆସିଛି ଏଠି ଆୟୁଷ ଏଠି ଆଇଛି ମାଆକୁ ଛାଡ଼ିବାକୁ ଆସିଛନ୍ତି ଆଉ ଏଠି ରିଲ୍ସ ବି କରିଥାନ୍ତା ହଁ ତମର ଉଠେଇଦେଲି ଏଇଠି ଭଲ ଲୁଗା ପିନ୍ଧିଛ ପୁରା ଆଉ କ'ଣ ପିନ୍ଧିବ ଯାଉଛନ୍ତି ହଁ ସେ ରିଲ୍ସ ଗୋଟେ କରିଦେବୁ ଏଇ ରୋଡ଼ରେ ହଁ ଏଇଠି ଗୋଟେ କରିଦେବ ଏଇଟା ହେଉଛି ଆମ ଗାଁ ଏଇଠି ଗୋଟେ କରିଦେବ ଆସେ ତ ମାଆ ହେରିକା ଯେଉଁଠି ବସିଛନ୍ତି ସବୁ ଏଠି ବସିଛନ୍ତି ଗୋଟେ ଆୟୁଷ ଚେଞ୍ଜ କରୁଛି ପ୍ୟାଣ୍ଟ ସାର୍ଟ ଏଇ ଗଲି ଗଲି ଦେଖେଇଦେବି କ୍ୟାମେରା ଦେଖେଇଦେବି ଏଇଠି ଓହୋ ଦେଖ ପ୍ୟାଣ୍ଟ ଚେଞ୍ଜ କରୁଛି ଦେଖେଇଦେଲି ସବୁ ଦେଖେଇଦେବି ବା ଗୋଡ଼ଟା ଖରାପ କାଟି ଗୋଡ଼ କେତେ ଦାଗ ଅଛି କଟିଥିଲା ଯୋଉ ପିଲାବେଳେ ସାଇକେଲରେ ବସିଥିଲା କେଡ଼େ ବଡ଼ କଟିଥିଲା ଦେଖ କେତେ ଦାଗ ଅଛି ସେଇଠୁ ସେ ଦେଖ ମାନେ ବାହାରୁନି ଆସ୍ତେ ଆସ୍ତେ ରହ ରହିଥା ଦେଖୁଛୁ ଟି ଖୋଲ ମାନେ ଛାଡ଼ି ଦେଇଥିଲା ତମେ ଜାଣିଛ ବିଧା ହେଲା ଟି ତୁ ମୁଁ ଆସିଲା ବେଳକୁ ଗଲା ସେ କଲା ଭିଡୁଛି ପକେଇ ଆଉ ଆସ୍ତେ ଆସ୍ତେ ରହ ଦେଖୁନୁ କଟିଥିଲା ଯୋଉ କେମିତି ଦାଗ ଅଛି ଦେଖୁଛୁ ଟି ପୁରା ଏଇଠୁ ଏକାଥରକେ ଏମିତି କଟି ଯାଇଥିଲା ଖୋଳ ପିଠା ପୁରା ଛାଡ଼ି ଯାଇଥିଲା ହଁ ବନ୍ଦ ହେଲା କ୍ୟାମେରା ଏଠି ବସୁଛନ୍ତି ସେମାନେ କଥାବାର୍ତ୍ତା ହେଉଛନ୍ତି ମମି କହୁଛୁ ଓହୋ କତା ହାରକ ନିଆଯାଉଛି ଆଉ ଶୁଖି ଯାଇଛି ତ ହଁ ଓଦା ହେଇଯିବ ବର୍ଷା ବୋଧେ ଉଠେଇଛି ନାଇଁ ଉଠେଇନି ବର୍ଷା ହଁ ବା ହଁ ନହେଲେ ପୁଣି ଓଦା ହେଇଯିବ ସେଇ କଥା ହଁ ହଁ ବା ପୁରା କଳା ହଁ ଜାଗା ହବନି ଆଉ ଥରେ ନବ ଆଉ ଥରେ ନବ ନା ହାତ ପାଇବନି
ନାଇଁ ହାତ ପାଇବନି। ଅଖାଡ଼େ ନାହିଁ ପରା ପାଇବ ପାଇଗଲା ପାଇଲା। ପାଇଗଲା ଆଉ। ଆଉ ଏବେ ଧଳା ପାରା କି ଆଉ ପାରା ଅଛି? ଆଉ ପାରା ଅଛି? କହିଲା ଆଉ ତେଲ ପକେଇବା ଯିବା ମୁଁ କହିଲି ଆଉ ମତେ କଣ ଆରେ ମୁଁ ଯେତିକି ପାରା ତମେ କଣ ରଖିଥିଲ କି? ସେ ପାରା ରଖିଥିଲେ। ଏଇ ଯୋଉ ଧଳା ପାରା ରଖିଥିଲ ମରିଗଲେ ସବୁ ମରିଗଲେ ନା ନା ଆମର ସବୁ ତାଳ ଗଛରେ ରହୁଛି ଚଳିଆ ବାଲାକୁ 50 ଧରେଇଦେଲେ ସେ ଚଳିଲେ କାଢ଼ିକି ଦେବ ମୁଁ ଆଣିଥିଲି ଆଉ ଆମେ ଆଣିଥିଲୁ ଆମ ମିଲି ଯୋଉ ହଉ ଏତକୁ ବି ଗଲା ହେଇ ଏତକୁ ବି ଗଲା ହେଇ। ବନି ଆଗରୁ ଜଗିଥିଲି ଜଗି ହଉ ସେ ବନି ବର୍ଷ ପାଣି ହେଇଗଲା କଣ? ବିଲେଇ ପୁରା ଗଞ୍ଜିରେ ପୁରା ବାନ୍ତି କରିଦେଇଛି ପୁରା ଗଞ୍ଜିରେ ଭାଇ ଗଞ୍ଜିରେ ନଷ୍ଟ କରିଦେଇଥିଲୁ। ହଁ ସିଏ କହୁଛି ମୁଁ ଆଉ ପିନ୍ଧିବିନି ଗଞ୍ଜିଟା ଜାଳରେ ବି ସେଇ ବାନ୍ତି କରିଦେଇଛି। କୋଉଠି? ତ କାଲି ଯୋଉ କଙ୍କଡ଼ାଟା ଖାଇ ଦେଇଥିଲା ସେଇ କଙ୍କଡ଼ା ଖାଇକି ସେଇ ଖାଇ ଦେଇଥିଲା। ଆଉ ଓହୋ। ଦେଖନ୍ତୁ ଏବେ ବରଫ ହେଲା ବାଡ଼େଇକି ଏଥିରେ ମାଛରେ ଦେଉଛନ୍ତି। ଆଉ ରାତିରେ ତ ବିକା ହେଲାନି ବେଶୀ ମାଛ ସବୁ ବଡ଼ ବଡ଼ ମାଛ ଆସିଥିଲା ଆରି ଆଜି। ହଁ ଫାଷ୍ଟ ହେଇକି ଆସିଥିଲା ଆଜି ବଡ଼ ମାଛ ଯେ ଅଳ୍ପ ଅଳ୍ପ ବେପାର ହେଇଛି ଆଉ ରହିଗଲା ଏତକ ମାଛ ସବୁ ଏ ବଡ଼ ବଡ଼ ମାଛ ସବୁ ତାକୁ ବରଫ ଦେଉଛନ୍ତି ରାତିରେ ଆଉ କ'ଣ କରିବେ। ନା ବରଫ ନଦେଲେ ସେ ରହିବ। ଏତେ ଜରି ପଡ଼ିବ ଅଖା ପଡ଼ିବନି। ମାଛ ପ୍ୟାକିଂ ହେଲା। ମାଛ ବୋଉ ଏବେ କ'ଣ କରୁଛନ୍ତି ସେ ତ ସେପଟେ ମାଛରେ ବରଫ ଦେଉଛନ୍ତି ଆଉ ବୋଉ ଏପଟେ ଏଇ ଦୋକାନ ଧୁଆଧୁଇ କରିକି ଓଳିଆ ଓଳି କରିଦେଉଛନ୍ତି। ଆଉ କାତି ଫୋପାଡ଼ି ଦେଲ ନେଇକି ସିଆଡ଼େ ଧୁଆ ଧୁଇ ତ ହେବ ନା ଦୋକାନ ଟିକେ ଆଉ ଏଠୁ ଟିକେ ପାଣିଟା ଟିକେ ବୋହିକି ନେବାକୁ ପଡ଼ୁଛି ବୋହିବାକୁ ପଡ଼ୁଛି ଟିକେ ପରିଶ୍ରମ ପଡ଼ିବ ଆଉ ବୋହିବାକୁ। ଦୋକାନ ବହୁତ ଦିନ ହେଲା ବନ୍ଦ ହେଇଯାଇଥିଲା ଆଉ ବହୁତ ଏବେ ଧୁଆଧୁଇ ଚାଲିଛି ତାଙ୍କର ଆଉ। ଆଜି ହେଉଛି ଫାଷ୍ଟ ଟାଇମ୍ ଦୋକାନ ଖୋଲା ହେଇଥିଲା ଆଉ ଦୋକାନ ବନ୍ଦ କରୁ କରୁକା ଲେଟ୍ ହେଇଗଲା ଟିକେ ଖାଇବା ପାଇଁକା ଆଉ ଏବେ ଆସିକି ଦୋକାନ ବନ୍ଦ କରିକି ଦେଉଛନ୍ତି ମାଛଙ୍କୁ ସିଆଡ଼େ ଖାଦ୍ୟ ଦେଉଛନ୍ତି ଆସିକିରି ଏପଟେ ଖାଦ୍ୟ ଏପଟେ ଦେଉଛନ୍ତି। ପକେଇଥିଲ ଟିକେ ନା ହଁ ଦାନା ସଫି ହେଇଗଲା ଖାଇବେ ଆଉ ବଡ଼ଟି ବଡ଼ ବଡ଼ ହେଲା ଛୋଟ ଅଛି ଖାଇବେନି ଆଉ ତାଙ୍କୁ ଖାଦ୍ୟ ସେ ଖାଇବେନି।